ପ୍ରାଣେଶ୍ୱର ସତରେ କାହିଁକି କି ଜାଣେ ରାଜ୍ୟ ଉଆସକୁ ଫେରୁନି କାହିଁକି ଆମ ଅଳିଅଳ କନ୍ୟା ଦିବ୍ୟା। ହଁ ହଁ ଆପଣ ଠିକ ଅଛନ୍ତି ସ୍ୱାମୀ। ମୋ ସୁନାନାକି ଝିଅ ଦିବ୍ୟାଟା ସଖୀ ସହଚର ସହିତ ଖେଳିବାକୁ ଯାଇଛି, ସେଥିପାଇଁ ଆସିବାକୁ ବିଳମ୍ବ ହେଉଛି ପ୍ରାଣନାଥ। ଆରେ ମହାରାଣୀ, ହଁ ତମେ ତ ଜାଣିଛୁ ଦଣ୍ଡେ ନ ଦେଖିଲେ ତା ଚନ୍ଦ୍ରମ ବଦନ କେମିତି ମୁଁ ବ୍ୟାକୁଳ ହୋଇ ଉଠେଲୁ, କେମିତି ବ୍ୟାକୁଳ ହୋଇ ଉଠେ। ହଁ ହଁ ମୁଁ ଜାଣିଛି ପ୍ରାଣନାଥ। ଆମ ସୁନାନାକି ଝିଅ ଦିବ୍ୟାକୁ ଖଣ୍ଡେ ନ ଦେଖିଲେ ତୁଣ୍ଡେ ନ ପସେନିର। ହଁ ସ୍ୱାମୀ, ତୁଣ୍ଡେ ନ ପସେନିର। ହଁ ମହାରାଣୀ, ତାହେଲେ ଆମେ କଣ କରିବା? ଆମେ ଏଇଠୁ ଚିତ୍କାର କରି ଡାକିବା ଆମ ସୁନାନାକି ଝିଅ ଦିବ୍ୟାକୁ। ତମେ ଠିକ କହିଛ ପ୍ରାଣନାଥ। ତମେ ସେପଟେ ଡାକିବ, ମୁଁ ସେପଟେ ଡାକିବି। ହଲୋ ମହାରାଣୀ, ତାହେଲେ ଚାଲ ଡାକିବା ଆମେ ଏଇଠୁ ଚିତ୍କାର କରି। ତାହେଲେ ଠିକ ଅଛି। ଆଲୋ ଏ ମା ଦିବ୍ୟା, ଆରେ ଏ ମା ଦିବ୍ୟା, ମା ଦିବ୍ୟା ଲୋ, ଆରେ ଏ ଧନ, ତୁ କୋଉଠି ଅଛୁ ରେ ମା? ଅବିଳମ୍ବେ ଆ। ବାପା ହଲୋ ଝିଅ, ମା ହଁ ରେ ଧନ, ଝିଅ ମୋର ବାପାର ଭୂମିଷ୍ଠ ପ୍ରାଣ। ଉଠ ମା, ଭଗବାନ ତମର ମଙ୍ଗଳ କର। ମା ଆଲୋ ଏ ସୁନାନାକି ଝିଅ, ବାପା ସେତେବେଳେ ଯାଇକି କୋଉଠି ଥିଲୁ ରେ ମୋ ଧନଟା? ଆଉ ତ ଫେରିବା ପଥ ଏତେ ବିଳମ୍ବ ହେଲା କାହିଁକି? ବାପା ମୁଁ ଫେରିବା ପଥରେ ଏତେ ବିଳମ୍ବ ଏଇଠି ହେଲା ଯେ ମୁଁ ସଖୀ ସହଚରିତ ମୁଁ ଖେଳିବାକୁ ଯାଇଥିଲି ବାପା। ହଲୋ ମା, ହଁ ବାପା, ହେଲେ ବାପା ମା ମୁଁ ଜାଣେ ବାପା, ଆଜିକାଲି ତମେ ମୋତେ ଜମାରୁ ବି ଭଲ ପାଉନ। ହଁ ମୋତେ ଭଲ ପାଉନ। ଆଲୋ ଏ ମା, କାହିଁକି ସେମିତି କହୁଥିଲ? ତୁ ତ ଅଳିଅଳ ଆମ କନ୍ୟା, ତୁ ତ ନୟନ ପିଟୁଳା, ଆଉ ତୋତେ ଆମେ ଭଲ ପାଇବନି କେମିତି? ବାପା ସତରେ ତମେ ମୋତେ ଆଜି ଭଲ ପାଉନ? ପାଉ। ଓହୋ, ଏ ଅଝଟ ଝିଅଟାକୁ ପାରି ହବନି। ଆଲୋ ଏ ମା, ତୁ ହଉଛୁ ମୋ ଛାତିର କଳି ଚାଲ, ତୋତେ ଆଉ ମୁଁ ଭଲ ପାଇବିନି କେମିତି? ଏଇ ଦେଖେ ମା, ତୁ ଆସିଲା ପରେ କେମିତି ରାଜମହଲ ଚମକି ଉଠୁଛି। ଆଲୋ ଏ ସୁନାନାକି ଝିଅ, ଏ ରାଜମହଲ ଦିଶେ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର। ଆଲୋ ଏ ଝିଅ, ଏ ରାଜମହଲ ଦିଶେ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର। ଏ ରାଜମହଲ ଦିଶେ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର। ଝିଅ ମୋର ପାଖେ ହେଲେ କି ଅବାଡର, ଏ ଘର ଶ୍ରୀ ମନ୍ଦିର, ଏ ଘର ଶ୍ରୀ ମନ୍ଦିର। ଏ ରାଜମହଲ ଦିଶେ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର। ଝିଅ ମୋର ପାଖେ ହେଲେ କି ଅବାଡର, ଏ ଘର ଶ୍ରୀ ମନ୍ଦିର, ଏ ଘର ଶ୍ରୀ ମନ୍ଦିର। ଗୋଟିଏ ଚନ୍ଦ୍ର ଉଦୟ ହେଲେ ନୀଳ ଆକାଶେ, ଗୋଟିଏ ତାରା ସରି ରହିବ ଆଉ ତ ପାଶେ। ଗୋଟିଏ ଚନ୍ଦ୍ର ଉଦୟ ହେଲେ ନୀଳ ଆକାଶେ, ଗୋଟିଏ ତାରା ସରି ରହିବ ଆଉ ତ ପାଶେ। ଫୁଲ ବଗିଚାରେ ଫୁଲ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର। ଫୁଲ ବଗିଚାରେ ଫୁଲ କି ମନୋହର, ମହ ମହ ବାସେ ଚନ୍ଦନ କର୍ପୂର।
ଝିଅଲୋ ମା ଅରେ ଧନ ମୁଁ ଆପଣଙ୍କ ପାଖକୁ ଗୋଟିଏ ଆଶା ଭରସା ନେଇ ଆସିଛି ବାପା। ଆଲୋ ଏ ମା ବାପା କଣ କହିବାକୁ ଚାହୁଁଥିଲ? ବାପା ମୁଁ କ'ଣ ଚାହେଁ କହିବି? ଆପଣ ମୋତେ ସମ୍ପୂର୍ଣ୍ଣ ସମୟ ଦେଇପାରିବେ ନା ବାପା? ଆଲୋ ଏ ମା ବାପା ଏତେ ଧନ ସମ୍ପତ୍ତି ଥାଇକି ମଧ୍ୟ ଏତେ ବଡ଼ ରାଜ୍ୟ ସିଂହାସନ ଥାଇକି ମଧ୍ୟ ଆଉ ମାଗୁଅଛୁ କିସ? ଅବିଳମ୍ବେ ଫେରି କୁହ ମା, ପୂର୍ଣ୍ଣ କରିବି ତୁରିତ। ବାପା ହଲୋ ମା କହିବି ନା ବାପା? ନିଶ୍ଚୟ ଲୋ ମା। ଶୁଣ ପିତା ଶୁଣ ମାତା ଶୁଣ ପିତା ଶୁଣ ମାତା ଗୁହାରି କରୁଛି ଆଗେ ଗୁହାରି କରୁଛି ଆଗେ ପ୍ରଣାମ ଆଦେଶ ଦେଲେ ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ପୁଷ୍ପ ଉଦ୍ୟାନ ଶୁଣ ପିତା ଶୁଣ ମାତା ଶୁଣ ପିତା ଶୁଣ ମାତା ଗୁହାରି କରୁଛି ଆଗେ ଗୁହାରି କରୁଛି ଆଗେ ପ୍ରଣାମ ବେନ ଆଦେଶ ଦେଲେ ପୁଷ୍ପ ଉଦ୍ୟାନ ଆଦେଶ ଦେଲେ ପୁଷ୍ପ ଉଦ୍ୟାନ সখী সহচরী কেনে জীবিকা নানা তুম পদ তলে তত কলি জড়া চঞ্চলে যাই আসিবি জননী চারে বচন রখিলি তত তুম ঘরে বিদায় দিও বিদায় দিও বিদায় দিও বিদায় দিও দুর্গেশ্বর রচনা আদেশ দেলে পুষ্প উদ্যান পুষ্প উদ্যান আদেশ দেলে পুষ্প উদ্যান পুষ্প উদ্যান শুণ পিতা শুণ মাতা শুণ পিতা শুণ মাতা গুহারি করুছি আগে গুহারি করুছি আগে প্রণাম গেন আদেশ দেলে পুষ্প উদ্যান আদেশ দেলে পুষ্প উদ্যান বাপা ମୁଁ ସଖୀ ସହଚରୀ ନି ମୁଁ ପୁଷ୍ପ ଉଦ୍ୟାନକୁ ଯିବି ବାପା ଆପଣ ମୋତେ ବିଦାୟ କରନ୍ତୁ ପିତା ନାଲୋ ମା ବାପା ଜାଣିଛୁ ମା, ମା ବାପା ଠାରୁ ଯଦି ବଢିଲା ଝିଅ କୁଆଡେ ଟିକେ ଦୂରେଇ ଯାଏ, ପିତା ମାତା କଥା ଥରେ ଚିନ୍ତା କରିଛୁ ନା? କେତେ ଆମେ ବ୍ୟାକୁଳ ହୋଇ ଉଠିବୁ। ଜାଣେ ବାପା ତମେ ମୋତେ କେତେ ଭଲ ପାଅ ହେଲେ ବାପା ମାଲୋ ଆପଣ ମୋ ଉପରକୁ ଭରସା କର ବାପା ମୁଁ ଆପଣଙ୍କ ମାନ ସମ୍ମାନ ଇଜ୍ଜତକୁ କେବେ ହେଲେ ମାଟିରେ ମିଶିବାକୁ ଦେବିନି ଆଲୋ ଏ ମା, ବାପା ସେଇ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ ମୁଁ ବିଦାୟ ଦେଇପାରିବିନି ଲୋ, ଦେଇପାରିବିନି। ମା ଆରେ ଧନ ମା ମୋ ବାବା କେମିତି ରୋଷି ଗଲେ ମା ମୁଁ ଯେମିତି ହେଲେ ପୁଷ୍ପ ଉଦ୍ୟାନକୁ ଯିବି ମୋ ମା ବାପାଙ୍କୁ କହନା ମା ଆରେ ମୋ ସୁନା ଝିଅ ତୋ ମା ଥାଉ ଥାଉ କଣ ସେ ପୁଷ୍ପ ଉଦ୍ୟାନକୁ ତୁ ଯିବୁନି। ମା ଆରେ ସତରେ ଦାଦା, କ'ଣ ମୁଁ ପୁଷ୍ପ ଉଦ୍ୟାନକୁ ଯିବି ମୁଁ ବୁଝେଇ ଦେଉଛି ତୋ ପିତାକୁ ନିଶ୍ଚୟ ଆଦେଶ ଦେବେ। ଠିକ ଅଛି ମା ହେ ପ୍ରାଣନାଥ ହେ ପ୍ରାଣେଶ୍ୱର ଆଜି ଆମ ଝିଅ ସେ ପୁଷ୍ପ ଉଦ୍ୟାନକୁ ବୁଲିବାକୁ ଚାହୁଁଛି। ସତେକି ମହାରାଣୀ? ହଁ ପ୍ରାଣେଶ୍ୱର ତା ମନକୁ ଆଉ ଉଣା କରନି ସ୍ୱାମୀ। ଯେତେବେଳେ ତମେ କହିଛ ବିଦାୟ ଦେବିନି କାହିଁକି ଲୋ, କାହିଁକି ବିଦାୟ ଦେବିନି? ତାରି ଖୁସିରେ ମୋରି ଖୁସି। ହଁ ହଲୋ ମା ହଁ ପ୍ରାଣନାଥ ମା ଆଲୋ ଏ ମା ଦିବ୍ୟା, ବାପା ଏଥର ଯିବୁ ତୁ ପୁଷ୍ପ ଉଦ୍ୟାନକୁ ଖେଳିବା ନିମନ୍ତେ। ବାପା କେବଳ ମୁଁ ଥଟ୍ଟା କରୁଥିଲି ଲୋ।
ବାପା ହଲୋ ମା। ସତରେ ବାପା ଆପଣ ମୋତେ ଆଦେଶ ଦେଇଛନ୍ତି ନା ବାପା ହଲୋ ମା। ସମୟ କଥୋପକଥନ କରି ମୁଁ ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବି ବାପା ହଲୋ ମା। ତାହେଲେ ମୋତେ ହସି ହସି ବିଦାୟ ଦିଅନ୍ତୁ ବାପା ହସି ହସି ବିଦାୟ କରୁଛି ତୋତେ ଲୋ ମା। ତୋ ଚଳା ପଥ ମଙ୍ଗଳମୟ ହେଉ। ତାହେଲେ ମୁଁ ଆସୁଛି ମା ହଁ ରେ ଧନ। ଆଲୋ ମହାରାଣୀ ଦେଖିଲ କହିବାରୁ କେମିତି ଚାଲିଗଲା ଆମ ଅଳିଅଳ କନ୍ୟା ସେଇ ପୁଷ୍ପ ଉଦ୍ୟାନକୁ। ହଁ ସ୍ୱାମୀ। ଛୋଟ ବେଲରୁ ଏତେ ବଡ଼ କଲୁ ଏକୁଟିଆ ତାକୁ କୁଆଡ଼େ ଛାଡ଼ି ନଥିଲୁ ମହାରାଣୀ। ସେଇଥିପାଇଁ ମନରେ ଟିକିଏ ନିଶ୍ଚୟ କଷ୍ଟ ହବ ଲୋ, ନିଶ୍ଚୟ କଷ୍ଟ ହବ। ଠିକ କହିଛ ପ୍ରାଣସାର। ଆପଣଙ୍କୁ ଯେମିତି କଷ୍ଟ ହେଉଛି ଠିକ ସେମିତି ମୁଁ ପରା ତା ମା। ମୋତେ କ'ଣ କଷ୍ଟ ହେବନି କି ସ୍ୱାମୀ? ମହାରାଣୀ ସ୍ୱାମୀ ମୁଁ ଜାଣେ ମା ମାନଙ୍କ ପାଖରେ କେତେ ସ୍ନେହ ଆଦର ଥାଏ। କାହିଁକି କଷ୍ଟ ହବନି? ହଁ ସ୍ୱାମୀ। ସେତେବେଳ ଯାଏ ଆସ ପ୍ରାଣ ସଙ୍ଗିନୀ ବିଶ୍ରାମ କକ୍ଷରେ ଯାଇ ତା ପୁଷ୍ପ ଉଦ୍ୟାନରୁ ଫେରିବା ପଥକୁ ଆମେ ଦୁହେଁ ଚାହିଁ ବସିବା। ଠିକ ଅଛି ପ୍ରାଣେଶ୍ୱର। ତାହେଲେ ଚାଲନ୍ତୁ ଆମ ଝିଅର ଆସିବା ପଥକୁ ଚାହିଁ ବସିବା। ଆସ।